ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା 2023 ମସିହାରେ ଆସିଥିବା ଇଗ୍ନୁ ବିଏଡ୍ର ସାଇନ୍ସ ଆପଣଙ୍କର କ୍ୱେଶ୍ଚନ୍। ଏହା ପୂର୍ବରୁ ଅଲରେଡ଼ି ଆମେ 2021 2022ର କ୍ୱେଶ୍ଚନ୍ସକୁ ଆମେ ଡିସ୍କସନ୍ କରିଛେ। ଯଦି ଆପଣ ଦେଖିନାହାନ୍ତି ଥରେ ଦେଖିଦେବେ, ଯେଉଁଦ୍ୱାରା କି ଗୋଟେ ଆପଣଙ୍କୁ ଆଇଡ଼ିଆ ମିଳିଯିବ ଯେ କ୍ୱେଶ୍ଚନ୍ସ କେମିତି ଆସୁଛି ଏବଂ ଆପଣ ତାକୁ କରିପାରୁଛନ୍ତି କି ନାହିଁ। ଯଦି ଆପଣଙ୍କୁ ସବୁ କ୍ୱେଶ୍ଚନ୍ ଦେଖୁ ଦେଖୁ କରିବାର ଅଛି ବା ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ଇଗ୍ନୁ ବିଏଡ୍ ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଥରେ ଖାଲି ଆପଣ ଦେଖନ୍ତୁ, ଯେମିତିକା ୱେରେ ମୁଁ ଆପଣଙ୍କୁ ପଢ଼ିବା ପାଇଁ କହିଛି ସେମିତିକା ୱେରେ ପଢ଼ନ୍ତୁ। ଡିସ୍କ୍ୱାଲିଫାଏର ପ୍ରଶ୍ନ ହିଁ ଆପଣଙ୍କର ନାହିଁ। ସବୁଦିନ କ୍ଲାସ୍ ଆପଣଙ୍କ ପାଇଁ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ କରାହେଉଛି। ସବୁଦିନ 7ରୁ 8 ଘଣ୍ଟା କ୍ଲାସ୍ ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ କରିପାରିବେ। ଆସନ୍ତୁ ତାହେଲେ କାଳ ବିଳମ୍ବ ନ କରିକି ଆମେ ଡିସ୍କସନ୍ ଆପଣଙ୍କର କରିବା 2023ରେ ଆସିଥିବା ସାଇନ୍ସ ଆପଣଙ୍କର କ୍ୱେଶ୍ଚନ୍। କିନ୍ତୁ ମନେ ରଖନ୍ତୁ, ଇଗ୍ନୁ ବିଏଡ୍ ହେଉଛି ଏମିତିକା ଗୋଟେ ପରୀକ୍ଷା ଯେଉଁଥିରେ ଆପଣଙ୍କର ନେଗେଟିଭ ମାର୍କିଂ ବୋଲି ଆପଣଙ୍କର କିଛି ବି ନାହିଁ। ଆଉ ଆପଣଙ୍କର ନିଜ ଇଚ୍ଛାରେ କୌଣସି ବି କ୍ୱେଶ୍ଚନ୍ସକୁ କରିପାରିବେ। ମାନେ ଏମିତି ନୁହେଁ ଯେ ସାଇନ୍ସ ପିଲା ଖାଲି ସାଇନ୍ସ କରିବେ ନାହିଁ, ପାର୍ଟ ବି ଆପଣଙ୍କର ଅପସନାଲ। ଏଥିରେ ଆପଣଙ୍କର ଇଚ୍ଛା ଯାହା କରିବା ପାଇଁ ଚାହିଁବେ କରିବେ, କିନ୍ତୁ ଟ୍ରିକ୍ସ ରହିଛି। ଆସନ୍ତୁ କ୍ୱେଶ୍ଚନ୍ ନମ୍ବର 1 ପଚାରିଛି, ମ୍ୟାକ୍ସିମମ୍ ୱେଭଲେନ୍ଥ ଆପଣଙ୍କର କାହାର ଅଟେ ବା କୋଉଟା ଆମେ ବହୁତ ଦୂରରୁ ଥାଇ ମଧ୍ୟ ଦେଖିବାକୁ ପାଇବା। ଆମେ ଜାଣିଛେ ଆମର ଯୋଉ ଭିଗିଓର ମଧ୍ୟରେ କୋଉ କଲରଟାକୁ ମାନେ ବହୁତ ଦୂର ପଟୁ ଆପଣ ଦେଖିଥିବେ ନା, ରେଡ୍ ସିଗ୍ନାଲ ବୋଲି ଆମେ ଆପଣଙ୍କର କହିଥାଉ। ରେଡ୍ର ୱେଭଲେନ୍ଥ ଆପଣଙ୍କର ସବୁଠାରୁ ଅଧିକ, ଯେହେତୁ ତାକୁ ଆମେ ବହୁତ ଦୂର ପଟୁ ମଧ୍ୟ ଆମେ ଦେଖିବାକୁ ପାଇଥାଉ। ଠିକ ଅଛି, ନେକ୍ସଟ ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ ଦେଖନ୍ତୁ କ'ଣ ହଉଛି। ଏ ବଡି ମୁଭିଂ along the circumference of a circle may have a constant। ଗୋଟେ ବଡି ଆପଣଙ୍କର ଏମିତି ଗୋଟେ ସାର୍କେଲରେ ଆପଣଙ୍କର କନଷ୍ଟାଣ୍ଟଲି ଆପଣଙ୍କର ସେ ବୁଲୁଛି। ତାହେଲେ କ'ଣ, ଯଦି କନଷ୍ଟାଣ୍ଟଲି ଆପଣଙ୍କର ବୁଲୁଛି ତା ମାନେ ଆମର ପୁରା ସେମ୍ ସ୍ପିଡରେ ଆପଣଙ୍କର ବୁଲୁଛି, ତେବେ ସିନା ସେ ଆପଣଙ୍କର କହିପାରିବା, ନହେଲେ କେମିତି ହବ। ଭେଲୋସିଟି ତ ଆଡ଼କୁ ଆମେ ପରବର୍ତ୍ତୀ ସମୟରେ ଯିବା। ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ ଦେଖନ୍ତୁ କ'ଣ ପଚାରିଛି। ଏ ନର୍ମାଲ ଆଇ ଫର୍ମସ୍ ଦ ଇମେଜ ଅଫ୍ ଏନ୍ ଅବଜେକ୍ଟ। এই ଯୋଉ ଆପଣଙ୍କର ଇମେଜଟା କୋଉ ଜାଗାରେ ଫର୍ମେସନ ହୁଏ ବୋଲି ପଚାରିଛି। ଆମେ ଜାଣିଛେ ନା ଆମ ଆଖିର ରେଟିନାରେ ଆପଣଙ୍କର ଇମେଜ ଫର୍ମେସନ ଆପଣଙ୍କର ହେଇଥାଏ। ଠିକ ଅଛି, ବାୟୁମଣ୍ଡଳର ପ୍ରେସରକୁ ମାପିବା ପାଇଁ ଆମେ କୋଉ ଯନ୍ତ୍ରକୁ ବ୍ୟବହାର ଆମେ କରିଥାଉ। ଆମେ ଜାଣିଛେ ନା 12 ମିଟରକୁ ଆମର ଆଟମସ୍ଫେରିକ ପ୍ରେସରକୁ ମାପିବା ପାଇଁ କରିଥାଉ। ଥର୍ମୋମିଟର ତ ଆମର ଟେମ୍ପରେଚରକୁ ମାପିବା ପାଇଁ ଏବଂ ହ୍ୟୁମିଡିଟିକୁ ଆପଣଙ୍କର ମାପିବା ପାଇଁ ହାଇଗ୍ରୋମିଟରକୁ ଆମେ ବ୍ୟବହାର ଆପଣଙ୍କର କରୁ। ସେମିତି ସନୋମିଟର ଆପଣଙ୍କର ମନେ ଅଛି ନା, ଏଇ ଯୋଉ ଆମେ ଆପଣଙ୍କର କହିଦେଇ ପାରିବା ଟେନସନକୁ ଆପଣଙ୍କର ମାପିବା ପାଇଁ ବା ଭାଇବ୍ରେସନକୁ ସନୋମିଟର ଆପଣଙ୍କର। ଏଇ କ୍ୱେଶ୍ଚନଟା ଆମର ଟ୍ରିପଲ ଏସି ପରୀକ୍ଷାରେ ମଧ୍ୟ ଆପଣଙ୍କର ପଚାରିଥିଲା ଯେ କେତେ ଡିଗ୍ରୀ ଟେମ୍ପରେଚରରେ ଆପଣଙ୍କର ୱାଟର ଡେନ୍ସିଟି ସବୁଠୁ ଆପଣଙ୍କର ମ୍ୟାକ୍ସିମମ୍। ତ 4 ଡିଗ୍ରୀ ଆପଣଙ୍କର ସେଲସିୟସରେ, କେତେରେ 4 ଡିଗ୍ରୀ ଆପଣଙ୍କର ସେଲସିୟସ। ଅପସନ ନମ୍ବର ଆପଣଙ୍କର ସି ହେଇଯିବ। ନେକ୍ସଟ ପରବର୍ତ୍ତୀ କ୍ୱେଶ୍ଚନ, ଇଫ୍ ଦ ୱେଟ୍ ଅଫ ଏ ପର୍ସନ ଅନ୍ ଆର୍ଥ, ମାନେ ଆର୍ଥରେ ଆପଣଙ୍କର ହଉଛି ୱେଟ୍ ଆମର ଏଇଟା ଏବଂ ମୁନର ଆପଣଙ୍କର ୱେଟ୍ ଏଇଟା, ତାହେଲେ ପଚାରିଛି କାହାର ୱେଟ୍ ଆପଣଙ୍କର ଅଧିକ। ଆମେ ଜାଣିଛେ ସବୁବେଳେ ଆର୍ଥରେ ଆପଣଙ୍କର ୱେଟ୍ ସବୁବେଳେ ଆପଣଙ୍କର ଅଧିକ ହବ ମୁନ ଅପେକ୍ଷା। ଆମେ ଜାଣିଛେ ମୁନରେ କ'ଣ ହୁଏ ନା, ଆର୍ଥର ୱେଟ୍ ଠାରୁ ଆପଣଙ୍କର 1/6 ଆପଣଙ୍କର ହେଇଯାଇଥାଏ। ତେଣୁ କରିକି ଠିକ ଅଛି, ତାହେଲେ ସଠିକ ଉତ୍ତର କୋଉଟା ହେଇଯିବ ଆମର ଅପସନ ନମ୍ବର ଏ ଆପଣଙ୍କର ହେଇଯିବ 86। ନେକ୍ସଟ ପରବର୍ତ୍ତୀ କ୍ୱେଶ୍ଚନ, ଏନ୍ ଅର୍ଗାନିକ କମ୍ପାଉଣ୍ଡ ମାଷ୍ଟ କଣ୍ଟେନ୍। ଅର୍ଗାନିକ କମ୍ପାଉଣ୍ଡରେ ଆପଣଙ୍କର କ'ଣ ନର୍ମାଲି କୋଉଥିରେ ସେ ହୋଇଥାଏ, କାର୍ବନରୁ ଆପଣଙ୍କର ତିଆରି ହୁଏ। ତାହେଲେ ସଠିକ ଉତ୍ତର କୋଉଟା ହେଇଯିବ ଅପସନ ନମ୍ବର ଆପଣଙ୍କର ବି। ଡାଇମଣ୍ଡ ଗୁଡା କୋଉଥିରେ ଆପଣଙ୍କର ତିଆରି। ଆମେ ଜାଣିଛେ ଡାଇମଣ୍ଡସ ଆର୍ ମେଡ୍ ଅପ୍ ଅଫ୍, ବେସିକାଲି ସେଟା ପୁରାପୁରି ପିଓର କାର୍ବନରୁ ଆପଣଙ୍କର ସେଗୁଡା ସବୁଗୁଡା କାର୍ବନର ଅର୍ଗାନିକ କମ୍ପାଉଣ୍ଡ ବୋଲି ମଧ୍ୟ ଆମେ କହିଥାଉ। ପିଓର କାର୍ବନ, ଗ୍ଲାସ ଆଉ ସିଲିକନରେ ମିଶିଲେ ତ ହବ ନାହିଁ। ଅନ୍ ହିଟିଂ white phosphorus it is converted into red phosphorus if a little iodine is added। ଯଦି ଆମେ କିଛି ଗୋଟେ ଆୟୋଡିନକୁ ଆପଣଙ୍କର ଏଡ୍ କରିବା ଦେନ୍ ସିଏ ଜଲ୍ଦି ହବ। ଏହାକୁ କ'ଣ ବୋଲି କୁହାଯାଏ, ଉତ୍ପ୍ରେରକ ବୋଲି ଆମେ କହିଥାଉ ବା ଆପଣଙ୍କର କାଟାଲିଷ୍ଟ ବୋଲି ଆପଣଙ୍କର କହୁ। ଯୋଉଟାକୁ ଏଡ୍ କଲେ ସିଏ ଆପଣଙ୍କର ଜଲ୍ଦି ହଉଛି, ତେଣୁକରି ତାକୁ ଆମେ କାଟାଲିଷ୍ଟ ବୋଲି ଆମେ କହୁ ବା ଉତ୍ପ୍ରେରକ ବୋଲି ଆମେ କହିଥାଉ। Stars can be detected
using a drop of iodine in the presence of starch. आयोडीन टा आपणकर कौन करे बोली हमको पचारिछि से कौन कर दिए आपणकर ना से आपणकर ब्लैक आपणकर कर दिए कौन कर दिए आपणकर ब्लैक आपणकर करे ना ब्लू कर दिए स्टार्च कैन बी डिटेक्टेड यूजिंग ए ड्रॉप ऑफ आयोडीन ठीक अछि आयोडीन नॉर्मली आपणकर कौन करे ब्लू ब्लैक आपणकर करे नॉर्मली आमे जो आयोडीन टेस्ट आपणकर करू कोथि पई ना स्टार्च रो प्रेजेंस को आपणकर जानिबा पई राइट तो से कौन करि थाए ना से ब्लू आपणकर करे तले ऑप्शन नंबर ए आपणकर आइ जो ठीक अछि नेक्स्ट परवर्ती आपणकर क्वेश्चन देखंतु कोन पचारिछि गेगर मुलर काउंटर्स आर इंस्ट्रूमेंट फॉर मेजरिंग डेस कोन मेजर करिया पई हमें करितो एटा तो आपणकर रेडियो एक्टिविटी आपणकर रेडियो एक्टिविटी को मेजरमेंट आपणकर करबा पई पचारिछि माने ए जो कलंकी लागिबा पई कोन दरकार बा कहारो संस्पर्श रे आसिले से आपणकर कलंकी लागि न थाए नॉट एसेंशियल कहिछि अच्छा कलंकी आपणको लागि थाए आयरन रे जलर संस्पर्श रे किंबा ऑक्सीजन रो संस्पर्श रे आसिले से आपणकर किंतु कार्बन डाइऑक्साइड रो किछि भी आवश्यकता तो नाही ए भितर कोटा गोटी केमिकल कंपाउंड आमे जाइछे गोटिए जदि आपणकर गोटिए प्रकार जिंस रे गठित हेले ताकू आमे एलिमेंट बोली आपणकर कहू एक बा एकाधिक आपणकर एलिमेंट मिसले कंपाउंड तो कॉमन सॉल्ट आपणकर गोटे कंपाउंड हे जिवो किंतु कॉपर आयरन ऑक्सीजन ए सब तो आपणकर नहे तो ऑप्शन नंबर सी all the following organs in the human body are located on both right and left माने सब गुडा राइट पटे भी रुहंती लेफ्ट पटे भी तो कोटा आपणकर नै माने जो डबल आपणकर थिबे किडनी आपणकर हे गला आईज आपणकर लंग्स हे गला किंतु स्प्लीन ये तो आपणकर नै टाइफॉइड टा गुटे कहा जोगो हुए साल्मोनेला टाइफी बोली गुटे हमरो बैक्टीरिया द्वारा आपणकर हेतै ना साल्मोनेला टाइफी बोली गोटे आपणकर बैक्टीरिया द्वारा आपणकर होइଥାଏ ठीक अछि ऑल लिविंग बीइंग्स हैव दिस प्रोसेस सब लिविंग बीइंग्स कर कोन हेतै ब्रीदिंग बिना ब्रीदिंग रे ब्रीदिंग देखो ब्रीदिंग आपणकर कहि दे पारिबा रेस्पिरेशन ता आपणकर निहाती जरूरी ब्रीदिंग होय तो आपणकर समस्तंकर नथिले भी किंतु रेस्पिरेशन तो आपणकर निहाती रहइबो ठीक अछि आपणकर मने थिबो निहाती ना रेस्पिरेशन आपणकर माने हाउ the organism takes their आपणकर फूड बा ब्रेकडाउन ऑफ फूड occurs due to आमे जानि छ ना एरोबिक आपणकर हे गला एनएरोबिक जदि ऑक्सीजन रो प्रेजेंस रे हला एरोबिक आ जदि ऑक्सीजन रो एब्सेंस रे आपणकर हला ताको आमे एनएरोबिक बोली आपणकर कहिता मोलिबडेनम इज ए डैश मोलिबडेनम गोटे आपणकर कोन बोली पचारि छी तो एटा आपण मन रखिबे एटा होची हमरो माइक्रो न्यूट्रिएंट आपणकर मने थिबो 2021 रो हमर क्वेश्चन रे पचारतिला ना ए भितर आपणकर कोटा मेजर न्यूट्रिएंट आपणकर नुहे जदि नुहे देन माइक्रो आपणकर हितबो कैटरेक्ट बा मोतिया बिंदु एगोडा आपणकर कोठी हुए ऑब्वियसली आखिरे आपणकर हिते तन करे कोन हे जिवो आई आपणकर हे जिवो ऑफ द फॉलोइंग टाइप्स ऑफ टीथ व्हिच वन इज यूज्ड फॉर ग्राइंडिंग फूड माने हमें खाद्यटा को आपणकर करिया पाई ए जो गुंड करिवा पाई हमें काहा को व्यवहार आपणकर करिता काको करी मोलार टीथ हमर मोलार ठीक अछि मोलार द डिप्लेशन ऑफ ओजोन लेयर डिप्लेशन जो होची बेसिकली कहा जोगु आपणकर होची बा वायुमंडल रे कहार परिमाण बढ़िबा जोगु आपणकर खास करी के होची देखंतु कार्बन डाइऑक्साइड अपेक्षा क्लोरोफ्लोरोकार्बन बा सीएफसी रो आपणकर परिमाण बढ़िबा जोगु आपणकर होची तन करी कोठा हेची ऑप्शन नंबर डी आपणकर हेची ठीक अछि तो यह थिला 2023 रो आपणकर क्वेश्चन प्राय तो आपण करि पारुथिबे गोटे गोटे क्वेश्चन समिति का आसीबो थैंक यू जय जगन्नाथ।